ଜୟଜୀବ ଜ୍ଞାନୀ ପୁରୁଷମାନେ ପଣ୍ଡିତମାନେ କହିଥାନ୍ତି ମନର ମୂଳେ ଏ ଜଗତ। ମନ ଦ୍ୱାରା ଏ ସାରା ସଂସାର ସୃଷ୍ଟି ହେଇଛି। ମନକୁ ଯେଉଁଠି ପ୍ରୟୋଗ କରିବେ ସେଇଆ ହିଁ ତାର କାର୍ଯ୍ୟକାରୀ ହେଇଥାଏ। ମନକୁ ଡାକ୍ତରୀ ପାଠ ପଢ଼ାରେ ଦେବେ, ସେ ଜଣେ ଡାକ୍ତରୀ ହେଇଯିବ। ମନକୁ ଚୋରରେ ଲଗେଇବେ, ଚୋର ପ୍ରବୃତ୍ତିରେ ଲଗେଇବେ, ସେ ମନୁଷ୍ୟ ଚୋରି ହେଇଯିବ। ସେଇ ମନକୁ ଯେଉଁଠି ଲଗେଇବେ ସିଏ ସେଇଆ ହିଁ କାର୍ଯ୍ୟ କରିଥାଏ। ସଂସାରରେ ମନକୁ ଦେଇଥିଲେ, ତେଣୁ ଆପଣମାନେ ସଂସାର ପାଇଲେ। ତେଣୁ ଏ ସଂସାର ଭୋଗ, ସଂସାର ଇନ୍ଦ୍ରିୟମାନଙ୍କ ଦ୍ୱାରା ଭୋଗ କରାଯାଇଥାଏ। ମନ ଏବଂ ଇନ୍ଦ୍ରିୟ, 10 ଇନ୍ଦ୍ରିୟ ଏମାନଙ୍କ ଦ୍ୱାରା ଯେତେ ସବୁ ଭୋଗ ଏ ଇନ୍ଦ୍ରିୟମାନଙ୍କ ଦ୍ୱାରା ହିଁ ଭୋଗ ହୋଇଥାଏ। ତେଣୁ ଏ ଭୋଗ ଯେତେବେଳେ ଅତିରିକ୍ତ ହେଇଯାଏ ସେତେବେଳେ ରୋଗ ସୃଷ୍ଟି କରେ। ଭୋଗରୁ ରୋଗ ଜାତ ହୁଏ। କୌଣସି ଜିନିଷ ଯେତେବେଳେ ତାର ସୀମା ଟପିଯାଏ ତାହା ଅନିଷ୍ଟ କରିଥାଏ ବା କ୍ଷତିଗ୍ରସ୍ତ ହୋଇଥାଏ। ତେଣୁ ଭୋଗରୁ ରୋଗ ସୃଷ୍ଟି ହୁଏ। ଆଉ ଗୋଟିଏ କଥା, ଭୋଗ କୌଣସି ବସ୍ତୁ ଭୋଗ କରି କରି ସଂସାରକୁ ମଧ୍ୟ ଭୋଗ କରିକି, ବସ୍ତୁ ବୋଲିକି ନୁହେଁ, ସଂସାର ସମସ୍ତ ଜିନିଷ ମନ ଦ୍ୱାରା ହିଁ ହେଇଥାଏ। ମନ ଯେଉଁଟା ଚାହିଁଥାଏ ତାକୁ ହିଁ କୁହାଯାଏ ଭୋଗ ବା କାମନା। ମନ ଯାହା ଚାହିଁଥାଏ ତାକୁ କାମନା ବୋଲି କୁହାଯାଇଥାଏ। ତେଣୁ କାମନା ଯେ ପର୍ଯ୍ୟନ୍ତ ମନରେ ରହିଛି ତେଣୁ ଦୁଃଖ ରହିଛି। ତେଣୁ କାମନାର ବିନାଶରେ ଦୁଃଖର ବିନାଶ। ଯେତେବେଳେ କାମନା ସରିଯିବ ସେତେବେଳେ ଦୁଃଖ ମଧ୍ୟ ସରିଯିବ। ତେଣୁ ଏଇ ମନକୁ ଯେଉଁ ଦିଗରେ ଦେବେ ସିଏ ସେଇ ସ୍ଥାନକୁ ହିଁ ସେ ଚାଲି ଯାଇଥାଏ ବା ସେଇ ଜିନିଷ ହିଁ ତାର ପ୍ରାପ୍ତ ହୋଇଥାଏ। ତେଣୁ ସେଇ ମନ ବିଷୟରେ ମୁଁ ଗୋଟେ ଛୋଟିଆଟେ ଭଜନ କହିବି। ଛୋଟ ଭଜନଟେ କହିବି। ମନରେ ମାୟାରେ ପଡ଼ି ବଣା ହୋଇ, ମନରେ ମାୟାରେ ପଡ଼ି ବଣା ହୋଇ, ମନରେ ମାୟାରେ ପଡ଼ି ବଣା ହୋଇ, ମାତୃଗର୍ଭେ ତୋତେ ଗଢ଼ିଥିଲା ଯିଏ, ମାତୃଗର୍ଭେ ତୋତେ ଗଢ଼ିଥିଲା ଯିଏ, ତାକୁ ଛାଡ଼ି ଅନ୍ୟ ପୂଜିଲୁ ତୁହି, ମାୟାରେ ପଡ଼ି ବଣା ହୋଇ, ମନରେ ମାୟାରେ ପଡ଼ି ବଣା ହୋଇ, କାଠ ପାଷାଣ କି ଦେଇପାରେ ମୁକ୍ତି, କାଠ ପାଷାଣ କି ଦେଇପାରେ ମୁକ୍ତି, ହୃଦୟରେ କର ଭାବନା, ଓଠ ମଧ୍ୟ ନାହିଁ ପାଇବୁ ତୁ କାହିଁ, ଓଠ ମଧ୍ୟ ନାହିଁ ପାଇବୁ ତୁ କାହିଁ, ସର୍ବ ଘଟେଛନ୍ତି ରହି,
ମାୟାରେ ପଡ଼ି ମଣା ହୋଇ ମନରେ ମାୟାରେ ପଡ଼ି ବଣା ହୋଇ। ତେଣୁ ଏହି ମନର ମୂଳେ ସାରା ଜଗତ। ଏହି ମନ ସବୁ କିଛି କରିଥାଏ ଏବଂ ଏହି ମନ ଅନର୍ଥର ମୂଳ। ଯେଉଁ ସିଢ଼ି ଦେଇ ଛାତ ଉପରକୁ ଚଢ଼ିବେ ସେଇ ସିଢ଼ି ଦ୍ୱାରା ହିଁ ଛାତରୁ ଓହ୍ଲାଯାଏ। ତେଣୁ ଏହି ମନ ଦ୍ୱାରା ଆମେ ଅନେକ କଷ୍ଟ ପାଉଛୁ। ଏହି ମନ ଯୁଆଡ଼େ ଯାଉଛି ଆମେ ସେଇ ମନ ଦ୍ୱାରା ହିଁ ଆମେ ଗତି କରିଥାଉ ବା କର୍ମ କରିଥାଉ। ତେଣୁ ଆମେ ଅନେକ ପ୍ରକାର କଷ୍ଟ ଅସୁବିଧାରେ ଆମେ ପଡ଼ିଥାଉ। ଯେଉଁ ବ୍ୟକ୍ତି ଶାସ୍ତ୍ରସମ୍ମତ କର୍ତ୍ତବ୍ୟ କର୍ମ ନ କରି ବିଷୟରେ ଆସକ୍ତ ହୋଇ ନିରନ୍ତର ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ବିଷୟ ଭୋଗରେ ବିଚରଣ କରାଇଥାଏ ବା ବିଷୟ ଭୋଗରେ ସନ୍ତୁଷ୍ଟ କରିବା ପାଇଁ ଯାହାର ଲକ୍ଷ୍ୟ ଥାଏ, ସେହି ପୁରୁଷ ଦୁଃଖ ପାଏ। ନିଜର କର୍ତ୍ତବ୍ୟ ତ୍ୟାଗ କରି ବିଷୟ ପୁରୁଷ ଭୋଗ କାମନାରେ ପ୍ରେରିତ ହୋଇ ସ୍ୱେଚ୍ଛାଚାରୀ ହୋଇଯାଏ। ନିଜର ସ୍ୱାର୍ଥ ପାଇଁ ଅନ୍ୟର ଅହିତ ବିଚାର ନ କରି ଅନେକ ପ୍ରକାର କର୍ମ କରିଥାଏ। ଅନ୍ୟମାନଙ୍କ ଉପରେ ଖରାପ ପ୍ରଭାବ ପଡ଼େ, ଫଳରେ ସମସ୍ତ ପ୍ରକାର କଷ୍ଟ ପାଇଥାଏ। ନିଜର ସ୍ୱାର୍ଥ ସିଦ୍ଧି ପାଇଁ ଜୀବନ ସାରା ଅନ୍ୟାୟପୂର୍ବକ ଧନ ଐଶ୍ୱର୍ଯ୍ୟ ସଂଗ୍ରହ କରିଥାଏ। ନିଜର କର୍ତ୍ତବ୍ୟ କର୍ମ ସୁଚାରୁ ରୂପେ ପାଳନ କରି ନ ପାରି ମନୁଷ୍ୟର ମୁଖ୍ୟ ଉଦ୍ଦେଶ୍ୟ ଜୀବନ ମୁକ୍ତିରୁ ସର୍ବଥା ବଞ୍ଚିତ ହୋଇ ରହିଯାଏ। ତା ଫଳରେ ସେ ନିଜର ଅମୂଲ୍ୟ ଜୀବନକୁ ବିଷୟ ଭୋଗରେ ଜଡ଼ିତ କରି ବୃଥା ନଷ୍ଟ କରିଦିଏ। ମନୁଷ୍ୟ ଜନ୍ମ ଅମୂଲ୍ୟ। ମନୁଷ୍ୟ ଜନ୍ମ ମୁକ୍ତିର ମାର୍ଗ। ତେଣୁ ଏହାକୁ ବୃଥା ନ କରି ଶିବ ମୁନିଙ୍କର ଅଷ୍ଟାଙ୍ଗ ଯୋଗ ଦ୍ୱାରା ଜୀବନ ଲକ୍ଷ୍ୟସ୍ଥଳକୁ ପହଞ୍ଚି ପାରିବେ। ଜୀବନର ଲକ୍ଷ୍ୟ ନୁହେଁ ଟଙ୍କା କମାଇବା। ଯଦି ଜୀବନର ଲକ୍ଷ୍ୟ ଧନ ହୋଇଥାନ୍ତା ତେବେ ଧନ ହିଁ ସମସ୍ତଙ୍କୁ ସୁଖ ଶାନ୍ତି ଦେଇଥାନ୍ତା। ଇନ୍ଦ୍ରିୟ ଦ୍ୱାରା ଭ୍ରମଣ କଲେ ଆମେ ବାହାରେ ଅର୍ଥାତ୍ ସଂସାରକୁ ଭୋଗ କରିବା। ଇନ୍ଦ୍ରିୟମାନଙ୍କ ଠାରୁ ନିବୃତ୍ତ ହେଲେ ଆମେ ଅନ୍ତର୍ଯାତ୍ରା ଆରମ୍ଭ କରିବା ବା ଅନ୍ତର୍ମୁଖୀ ହେବା। ଅନ୍ତର୍ମୁଖୀ ହେଲେ ଆମେ ଈଶ୍ୱର ପ୍ରାପ୍ତି ହେବା। ଇନ୍ଦ୍ରିୟ ସୁଖ ତାହା କ୍ଷଣିକ ଏବଂ ଅନିତ୍ୟ। ଇନ୍ଦ୍ରିୟ ଭୋଗ ଦ୍ୱାରା ଆମେ ଚାରୋଟି ବଡ଼ ଦୁଃଖ ମିଳିଥାଏ ଆମକୁ, ତାହା ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି। ଏଥିରୁ ଉଦ୍ଧାର ହେବା ପାଇଁ ଆମକୁ ଅଷ୍ଟାଙ୍ଗ ଯୋଗ କରିବାକୁ ପଡ଼ିବ। ତେଣୁ ଏହି ଜ୍ଞାନ ଗୁରୁ ହିଁ ଦେଇଥାନ୍ତି। ଗୁରୁ ହିଁ ଈଶ୍ୱର, ଗୁରୁ ହିଁ ବ୍ରହ୍ମ, ଗୁରୁ ହିଁ ବିଷ୍ଣୁ, ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ଶିବ ଶଙ୍କର, ଗୁରୁ ହିଁ ସବୁ କିଛି। ତେଣୁ ଗୁରୁ ବିନା ଗତି କରିବା ଅସମ୍ଭବ। ସମସ୍ତ ବ୍ୟକ୍ତି ସଂସାରରୁ କେବଳ ପାଇବା ଆଶା କରିଥାନ୍ତି। କେହି କେବେ ହେଲେ ଦେବା ପାଇଁ ଇଚ୍ଛା କରି ନଥାଏ। ସେହିପରି କହନ୍ତି, ସେହିପରି ଦେଇଥିଲେ କିଛି ମିଳେ। ଆପଣ କିଛି ବି ତ୍ୟାଗ କରିବେ ନାହିଁ, ପାଇବେ କେଉଁଠୁ? ଆପଣଙ୍କୁ କିଏ ଦେବ? ଆପଣ ସିଧାସଳଖ ଭାବୁଛନ୍ତି ମୋର ଯୋଗ ଲାଗୁନାହିଁ,
ଯୋଗ ପୂର୍ବରୁ ଆପଣ ବିୟୋଗ କରନ୍ତୁ। ପ୍ରଥମେ ଆପଣ ବିୟୋଗ କରନ୍ତୁ, ତାପରେ ନିଶ୍ଚୟ ଆପଣଙ୍କର ଯୋଗ ହେବ। ପୁଣି ଭାବିବେ ମୁଁ କ'ଣ ବିୟୋଗ କରିବି, ମୁଁ କ'ଣ ତ୍ୟାଗ କରିବି। ଏ ସଂସାର ରୂପୀ ବୃକ୍ଷକୁ ଆପଣମାନେ ଜାବୁଡ଼ି ଧରିଛନ୍ତି। ସଂସାର କେବେ ବି ଆପଣଙ୍କୁ ଧରିନି। ଆପଣ ମୋହ ମାୟା କାମନାରେ ବଶବର୍ତ୍ତୀ ହୋଇ ସଂସାରକୁ ଜାବୁଡ଼ିଛନ୍ତି। କାମନାର ବିନାଶରେ ଦୁଃଖର ବିନାଶ ହୁଏ। ଅଷ୍ଟାଙ୍ଗ ଯୋଗ ହିଁ ମୁକ୍ତିର କାରଣ ବା ମାର୍ଗ। ଅଷ୍ଟାଙ୍ଗ ଯୋଗ ମନର ଚଞ୍ଚଳତାକୁ ସ୍ଥିର କରେ। ମନ ଯେତେ ଚଞ୍ଚଳ ହେବ ସେତେ ଦୁଃଖ କଷ୍ଟ ପାଇବେ। ମନକୁ ସ୍ଥିର କରିବା ପାଇଁ ଯୋଗ ଏକାନ୍ତ ଆବଶ୍ୟକ। ଋଷି ପତଞ୍ଜଳି ଜୀ ଯୋଗ ଶାସ୍ତ୍ରରେ ଅଛି, ଯୋଗସ୍ଥ ଚିତ୍ତ ବୃତ୍ତି ନିରୋଧ। ଯୋଗ କଲେ ଦୁଃଖ କଷ୍ଟ ରୋଗ ଚିନ୍ତା ଅଭାବ ଭୟ ଦୂର ହୁଏ। ତାପରେ ପରମାତ୍ମା ପ୍ରାପ୍ତି ହୋଇଥାଏ। ଆମେ ଇନ୍ଦ୍ରିୟ ବିଷୟ ଭୋଗକୁ ସୁଖ ବୋଲି ଭାବୁଛୁ, ଶାନ୍ତି ବୋଲି ଭାବୁଛୁ। ତାହା ସମୟକ୍ରମେ ଦୁଃଖର ହିଁ କାରଣ ଅଟେ। ଏ ସଂସାରରେ ସବୁ ଅନିତ୍ୟ, ନିଜର ଶରୀର ମଧ୍ୟ ଅନିତ୍ୟ। ଯିଏ ସବୁଦିନ ରହିନଥାଏ ତାହା ଅନିତ୍ୟ ବା ଜଡ଼ ବୋଲି କୁହାଯାଇଥାଏ। କେବଳ ଆତ୍ମା ହିଁ ସତ୍ୟ। ବିନା ଆତ୍ମାରେ ଯେପରି ଶରୀରର ସମସ୍ତ ଇନ୍ଦ୍ରିୟ ବନ୍ଦ ହୋଇଯାଏ, ସେମାନଙ୍କର ସମସ୍ତ କ୍ରିୟା ବନ୍ଦ ହୋଇଯାଏ, ଏ ଶରୀର ସେତେବେଳେ ପ୍ରଳୟ ହୋଇଯାଏ ବା ନଷ୍ଟ ହୋଇଯାଏ। ତେଣୁ ଆତ୍ମା ଠାରୁ ହିଁ ସମସ୍ତ ସୃଷ୍ଟି ହୋଇଥାଏ। ଆତ୍ମା ବିନା ଏ ସଂସାର ମଧ୍ୟ ଅସତ୍ୟ ହୋଇଥାଏ। ତେଣୁ ଯୋଗରେ ଆସନ୍ତୁ ଏବଂ ଶାନ୍ତି ଲାଭ କରନ୍ତୁ, ନିରୋଗ ରୁହନ୍ତୁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି। ଜୟ ଜୀବ।